सोना और रूपा ହେଉଛି ଏମିତି ଦୁଇଟି ଧାତୁ ଯାହାର ଦାମ କମିଗଲେ ଲୋକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଏ। ଝିଅ ବାହାଘରଠୁ ଆରମ୍ଭ କରି ଯାନିଯାତ ପର୍ବପର୍ବାଣୀରେ ଲୋଡ଼ା ପଡ଼େ ସୁନା ରୂପାରେ ତିଆରି ଅଳଙ୍କାର। ଏହି କିଛିଦିନ ହେଲା ଏହି ମୂଲ୍ୟବାନ ଧାତୁର ବର୍ଦ୍ଧିତ ଦର ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଚଳିତ ସପ୍ତାହରେ ଏହାର ଦାମ କମିବାକୁ ନେଇ ନିବେଶକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଆମେରିକୀୟ ଡଲାର ଏବଂ କଠୋର ମୁଦ୍ରାନୀତିର ସଂକେତ ସୁନା ଏବଂ ରୂପା ଉପରେ ଚାପ ପକାଇଥିଲା, ଯେଉଁ କାରଣରୁ ବିଶ୍ୱ ଉତ୍ତେଜନା ସମୟରେ ଏହାର ଚାହିଦା ବଢ଼ିଥିଲା। କିନ୍ତୁ ବର୍ତ୍ତମାନ ଏହି ଧାରା ଦୁର୍ବଳ ହେଉଥିବା ପରି ମନେ ହେଉଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସପ୍ତାହର ଶେଷ ବ୍ୟବସାୟ ଦିବସରେ ସୁନା ମୂଲ୍ୟ ପ୍ରତି 10 ଗ୍ରାମ 1,44,825 ଟଙ୍କାରେ ସାମାନ୍ୟ ବୃଦ୍ଧି ପାଇ ବନ୍ଦ ହୋଇଥିଲା। କିନ୍ତୁ ପୁରା ସପ୍ତାହ କଥା ଯଦି କହିବା, ସୁନା ମୂଲ୍ୟ 13,641 ଟଙ୍କା ହ୍ରାସ ମଧ୍ୟ ପାଇଥିଲା। ରୂପାର ମଧ୍ୟ ସମାନ ଅବସ୍ଥା। ଗତଥର ରୂପା 2% ବୃଦ୍ଧି ପାଇଥିବା ବେଳେ ସାପ୍ତାହିକ ଆଧାରରେ ଏହା 32,663 ଟଙ୍କାକୁ ଖସି ଆସିଥିଲା। ବିଶେଷଜ୍ଞ ମତରେ ଏହି ମୂଲ୍ୟବାନ ଧାତୁ କମିବା ପଛର ବଡ଼ କାରଣ ହେଉଛି ଆମେରିକୀୟ ଡଲାରରେ ବୃଦ୍ଧି ଏବଂ ଫେଡେରାଲ ରିଜର୍ଭର ଦମ୍ଭୋକ୍ତି। ଏହାଛଡ଼ା ନିବେଶକଙ୍କ ଦ୍ୱାରା ଲାଭ ବୁକିଂ ମଧ୍ୟ ମୂଲ୍ୟକୁ ହ୍ରାସ କରିଥିଲା। ଯଦିଓ ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଭୂରାଜନୈତିକ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଏବଂ ଦୁର୍ବଳ ଷ୍ଟକ୍ ବଜାର ଭଳି କାରଣଗୁଡ଼ିକ ସାଧାରଣତଃ ସୁନା ଏବଂ ରୂପାକୁ ସମର୍ଥନ କରନ୍ତି, କିନ୍ତୁ ଏଥର ସେମାନଙ୍କର ପ୍ରଭାବ ମଧ୍ୟ ସୀମିତ ଥିଲା। ବଜାର ବିଶେଷଜ୍ଞଙ୍କ ମତରେ ସୁନା ପାଇଁ 1.42 ଲକ୍ଷ ସ୍ତର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ସୁନା ଏହି ସ୍ତର ଉପରେ ରହିଥାଏ, ତେବେ ଏହା ପୁଣି ଥରେ ବୃଦ୍ଧି ପାଇପାରେ, ଯାହାର ମୂଲ୍ୟ 1.50 ଲକ୍ଷରୁ 1.52 ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିପାରେ। ଯଦି ଏହି ସ୍ତର ଉଲ୍ଲଂଘନ କରାଯାଏ, ତେବେ ସୁନା 1.35 ଲକ୍ଷରୁ 1.40 ଲକ୍ଷ ପର୍ଯ୍ୟନ୍ତ ଯାଇପାରେ। ରୂପା ପାଇଁ 2.15 ଲକ୍ଷରୁ 2.20 ଲକ୍ଷ ଜୋନ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ। ଏହି ସ୍ତର ତଳକୁ ଗଲେ ରୂପା 2 ଲକ୍ଷ କିମ୍ବା 1.80 ଲକ୍ଷକୁ ହ୍ରାସ ପାଇପାରେ। ଯଦି ଏହା ଏହି ସ୍ତର ଉପରେ ରହେ, ତେବେ 2.40 ଲକ୍ଷରୁ 2.50 ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭବ ହୋଇପାରେ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ ଲାଇଭ୍।